କିଛି ନୂଆ ଲୋକ 50ଟା ଜାଣି ନଥିବେ ମୋ ନାଁ ହଉଛି ମିହିରକାନ୍ତ ମହାନ୍ତି। ବାଇ ପ୍ରଫେସନ ମୁଁ ଜଣେ ଆଡଭୋକେଟ। ଆଜିକି 40 ବର୍ଷ ତଳେ ରୁ ମୁଁ ଓକିଲାତି କରେ। ଓକିଲାତି ପ୍ରଫେସନରେ ମୁଁ ଲୋକଙ୍କ ପାଇଁ କାମ କରେ। ଲୋକଙ୍କ ପାଇଁ କାମ କରୁ 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 ନିଜର ହେଲ୍ଥ ରେଜଲ୍ଟ ବହୁତ ଖରାପ ଆସେ, ଯୋଉଥିରେ କି ମତେ ଡାଇବେଟିସ୍, ବ୍ଲଡ ପ୍ରେସର, ମାଇଗ୍ରେନ ପେନ୍, ଭୋମିଟିଂ ଆଣ୍ଡ ଭର୍ଟିଗୋ ଏତିକ ଡିଜିଜ ମୋ ପାଖକୁ ଚାଲି ଆସେ। ଯେତେବେଳେ ଏତେ ଡିଜିଜ ଆସେ ମୁଁ ମେଡିକାଲ ପଛରେ ଯାଇ ଯେତେବେଳେ ଫେଲ ମାରେ, ସେତେବେଳେ ଥ୍ୟାଙ୍କ ୟୁ ମାଇ ସ୍ପନ୍ସର, ଯେ କି ମତେ ଜଣେ ଇନଭିଟେସନ ଦିଅନ୍ତି। ଆଉ ମୁଁ ସେଇଦିନ ତା ପରଦିନ ସେ ଇନଭିଟେସନ କୁ ଆକ୍ସେପ୍ଟ କରିକିରି ମୁଁ ଗାଇଡଲାଇନ ଭିତରକୁ ଯାଏ ଆଉ କ୍ଲବ କୁ ଆଟେଣ୍ଡ କରେ। ଆଜି ଆମର ଯେ କି ସାଇ ନ୍ୟୁଟ୍ରିସନ ଏମ୍ପାୟାର, ଯୋଉଟା କି ଆମର ବାଦାମବାଡି ଉପରେ ଅଛି, ସେଇଟା ହଉଛି ଆମର ସମସ୍ତଙ୍କର ବାର୍ଥ ପ୍ଲେସ୍। ଆମର ଆପଣ ମାନେ ଯୋଉମାନେ ଜୁମ ରେ ଥିବେ ଆଉ ଯୋଉମାନେ ଆସିନାହାନ୍ତି ସେମାନେ ଜାଣିପାରିବେନି ଯେ ସାଇ ନ୍ୟୁଟ୍ରିସନ ଏମ୍ପାୟାର କଣ। ଆମେ ସେଇଠିକି ଯାଉ। ଆଜି 5 ବର୍ଷ 3 ମାସର ଜର୍ଣ୍ଣି ମୋର। ଆସ୍ତେ ଆସ୍ତେ ମୋର ସମସ୍ତ ଡିଜିଜ ସର୍ଟ ଆଉଟ୍ ହୁଏ। ଯେତେବେଳେ ଡିଜିଜ ସର୍ଟ ଆଉଟ୍ ହେଇଯାଏ, ତାପରେ ମୁଁ କଣ କରେ ନା ଏଥିରେ ଅପରଚୁନିଟି ଗୋଟେ ଅଛି ମୁଁ ଜାଣିନଥିଲି, କିନ୍ତୁ ମୁଁ ଏଥିରେ ଟାଣି ହେଇ ଆସେ, ଟାଣି ହେଇ ମନକୁ ମନ ଆସେ। କାରଣ ମୋର ଯେତେବେଳେ ରେଜଲ୍ଟ କୁ ଅନ୍ୟମାନେ ଦେଖନ୍ତି, ମୋର ଯେ ଟ୍ରିଟିଂ ଡାକ୍ତର ସିଏ ବି ଦେଖନ୍ତି, ବହୁତ ବଡ ବଡ ମୋର ସାଙ୍ଗମାନେ ଦେଖନ୍ତି, ମୋର ଫ୍ରେଣ୍ଡ ସର୍କଲ ଦେଖନ୍ତି, ମୋର ଫ୍ୟାମିଲି ଦେଖନ୍ତି। ସମସ୍ତେ ଦେଖିଲା ପରେ, ମୋ ରେଜଲ୍ଟ ଟାକୁ ଦେଖିଲା ପରେ ବହୁତ କିଛି ଲୋକ ଆଟ୍ରାକ୍ଟ ହେଇକି ଆସନ୍ତି। ଆସିଲା ପରେ ମୁଁ ଆସ୍ତେ ଆସ୍ତେ ଆଧରେ ମୁଁ ଆଗକୁ ବଢେ। ଆଉ ଥ୍ୟାଙ୍କ ୟୁ ସମୀର ସାର୍। ଏତିକି ହଉଛି ମୋର ରେଜଲ୍ଟ। କାରଣ ମୁଁ ରେଜଲ୍ଟ ପାଇଲା ପରେ ମୁଁ କିଛି ଲୋକଙ୍କୁ ରେଜଲ୍ଟ ଦବା ପାଇଁ ପ୍ରୟାସ କରେ, ଆଉ ସେଥିରେ ବି ମୁଁ ଆଜି ପର୍ଯ୍ୟନ୍ତ ଆଗକୁ ବଢିଛି। ମୁଁ ମୋ ଅର୍ଗାନାଇଜେସନରେ ବହୁତ ହେଲ୍ଥ ସମସ୍ୟାରେ ସମାଧାନ କରିବା ପାଇଁ ବାଟ ବତେଇ ପାରିଛି। ସେଥିପାଇଁ ମୁଁ ପ୍ରଥମତଃ ଆଗ ମୋ ସ୍ପନ୍ସର, ତାପରେ ଦ୍ୱିତୀୟରେ ମୁଁ ମୋର ମେଣ୍ଟର, ଯେ କି ଆପଣ ସମସ୍ତଙ୍କର ମେଣ୍ଟର। ଆଉ ଓଡିଶାର ନୁହଁ, ସେ 95ଟା କଣ୍ଟ୍ରିର ଅବିକା ମେଣ୍ଟର। ଯେହେତୁ ସାର୍ ଆମର ନିଜର ମେଣ୍ଟର, ତେଣୁ ଆମେ ବହୁତ ଗର୍ବ କରିବା ଯେ ସାର୍ଙ୍କ ସକାଶେ ଆଜି ମୁଁ ଏଇ ବୟସରେ ବି ଆସି ଆଟ୍ ଦି ଏଜ୍ ଅଫ୍ 65 ମୁଁ ଅବିକା ଏତିକି ଏନର୍ଜେଟିକ ଫିଲ୍ କରିପାରୁଛି ଓନ୍ଲି ସେଇ ସାର୍ଙ୍କର ଇଏ। ଆଉ ମୋ ମ୍ୟାଡାମଙ୍କର ଆଖି ଖରାପ ଥିଲା, ଯୋଉଥିରେ କି ମୁଁ ଅଲ ଇଣ୍ଡିଆର ପ୍ରତ୍ୟେକ ହସ୍ପିଟାଲକୁ ଟଚ୍ କରିଛି। ଓଡିଶାର କଟକ, ଭୁବନେଶ୍ୱର, ଭାରତ ମାନେ ପଣ୍ଡିଚେରୀ, ମାଡ୍ରାସ ବି ଯାଇଛି, କିନ୍ତୁ କୌଣସି ଜାଗାରେ ଆମର ଆଖି ଭଲ ହେଇପାରିନଥିଲା। କିନ୍ତୁ ସାର୍ଙ୍କର ଗୋଟିଏ ୱାର୍ଡ, ଖାଦ୍ୟ ତ ଆମେ ୟୁଜ କଲୁ, ସାର୍ଙ୍କର ଗୋଟିଏ ୱାର୍ଡ ସାର୍ ମତେ କହିଥିଲେ ଯେ ସାର୍ ଆମେ ଥାଉ ଥାଉ ମ୍ୟାଡାମଙ୍କ ଆଖି କେବେ ବି ଖରାପ ହବନି। ଆଉ ସେଇଟା ଆଜି ସତ ହେଇଛି। ଆଜି ସେଇଟା ସତ ହେଇଛି କେମିତି ନା, ଏବେ ଯୋଉ ଡାକ୍ତର ମ୍ୟାଡାମକୁ ଟ୍ରିଟମେଣ୍ଟ କରୁଥିଲେ ସେଇମାନେ ଏବେ କହୁଛନ୍ତି ଯେ ମା ଏ ଆଖି କେମିତି ଭଲ ହେଲା। ଆଉ ଆମେ ବି ତାଙ୍କୁ କହିସାରିଲୁଣି ଯେ ଏଇଟା ହଉଛି ହର୍ବାଲ ଲାଇଫ ନ୍ୟୁଟ୍ରିସନାଲ ପ୍ରଡକ୍ଟ। ଆଉ ସିଏ ବି କହିଲେ ଏବେ ବି ସେ ତାକୁ ଆକ୍ସେପ୍ଟ କଲେ, ଆଉ କହିଲେ ଇଟ୍ ଇଜ ବେଷ୍ଟ ପ୍ରଡକ୍ଟ, ଆଉ ଆପଣ ମାନେ ତାକୁ ୟୁଜ କରନ୍ତୁ। ଆଉ ଆମେ ଡାକ୍ତରଙ୍କ ଗାଇଡଲାଇନ ରେ ଅବିକା ହର୍ବାଲ ଲାଇଫ ନ୍ୟୁଟ୍ରିସନ ର ଅକୁଲାର ଡିଫେନ୍ସ ଠୁ ଆରମ୍ଭ କରି ସମସ୍ତ ନେଇକିରି ମ୍ୟାଡାମଙ୍କର ଆଖି ଭଲ, ଆଉ ଆମେ ଅବିକା 2 ଜଣ ଯାକ ମେଡିସିନ ଫ୍ରି ଲାଇଫ ମେଣ୍ଟେନ କରୁଛୁ। ସମସ୍ତେ କ୍ଲାପ କରିବା। ବହୁତ ରେଜଲ୍ଟ ପାଇଛନ୍ତି, ଆଉ ଆଜି କି ସେ ରେଜଲ୍ଟ ପାଇକିରି ପୁରା ଏକ୍ସାଇଟମେଣ୍ଟ ସବୁଥିରେ ଅଛନ୍ତି। ଯାଉ ସାର୍ ପାଇଁ ସମସ୍ତେ କ୍ଲାପ କରିବା। ଏବେ ଯିବା ଆମର ରମେଶ ସାର୍ଙ୍କର ରେଜଲ୍ଟ ନବା, JR66। ସମସ୍ତେ କ୍ଲାପ କରିବା। ରମେଶ ସାର୍ ଅନ୍ମ୍ୟୁଟ ହେଇକି ଆପଣଙ୍କ ରେଜଲ୍ଟ ସେୟାର କରିବେ। Thank you, sir. Good morning, sir. Good morning, my family. Very good morning. ତ ମୁଁ ଏ ସେକ୍ଟରକୁ ଆସିବାର ମୋର ବର୍ଷେ 8 ମାସ ହେଇଗଲା। ଆଉ ତ ବିଫୋର ବହୁତ ଅନହେଲ୍ଦି ଥିଲି, ଯୋଉଟା କି ହେଲ୍ଥ ର ବହୁତ ସାରା ଇସ୍ୟୁ ଆସି ଯାଇଥିଲା, ଯେମିତି କି ହଜମ ଶକ୍ତି ପୁରା ଖରାପ, ଜଏଣ୍ଟ ପ୍ରୋବ୍ଲେମ, ଆଉ ମୁଖ୍ୟ କଥା ହେଲା ମୋର ଓଭର ୱେଟ୍, ଯୋଉଟା କି 32 କେଜି ଓଭର ୱେଟ୍ ଥିଲା। ଆଉ ମୋର ଥଣ୍ଡା, ଆସ୍ମା, ଶ୍ୱାସ ବି ବାହାରି ପଡିଥିଲା। ଆଉ ଯୋଉଥିପାଇଁ ମୁଁ ବହୁତ ସାରା ମେଡିକାଲ ବି ଭିଜିଟ କରିଛି, କଟକ, ଭୁବନେଶ୍ୱର ବଡ ବଡ ପ୍ରଫେସର ବି ଦେଖେଇଛି, ତ କୋଉଠି ମୋର ଶ୍ୱାସ ସମସ୍ୟା କମି ପାରି ନଥିଲା। ତ ଯେତେବେଳେ ମୁଁ ମେଡିକାଲ ଯାଏ, ପ୍ରଥମ ସେ ଗୋଟିଏ ସଜେଷ୍ଟ କରନ୍ତି
ଆପଣ ଆଗ ଓଜନକୁ କମାନ୍ତୁ। ତ ସେଇଠି ମୁଁ ମୁଖ୍ୟ ମାନେ ମୋ ମାଇଣ୍ଡ ସେଟ୍ କଲି ତ ଓଜନ କେମିତି କମିବ। ଆଉ ତ ମୁଁ ବହୁତ ଚେଷ୍ଟା କରିଛି, ସକାଳର ଖାଇବା ବି ଛାଡିଛି, ତ 3 କିଲୋ 4 କିଲୋମିଟର ବାଟ ବି ଚାଲିଛି, କିନ୍ତୁ ଯୋଉଆକୁ ସେଇଆ, କାହିଁକି ନା ମୁଁ ଖାଦ୍ୟ ଶୈଳୀ ଜୀବନ ଶୈଳୀ କଣ ଜାଣିନଥିଲି। ତ ମୁଁ ଚାଲେ, ମର୍ଣ୍ଣିଂ ୱାର୍କ କରେ, ଏକ୍ସରସାଇଜ କରେ, କିନ୍ତୁ ଆସିକି ଚାହା ବିସ୍କୁଟ ଖାଇଦିଏ, 10ଟା ହେଲେ ପଖାଳ ଭାତ ଖାଇଦିଏ। ତ ଯୋଉଥିପାଇଁ ମତେ ୟା ଉପରେ ନଲେଜ ନଥିଲା ଯେ ଆମ ହେଲ୍ଥ ଟା କେମିତି ସୁରକ୍ଷିତ ରହିବ, ଆମେ କେମିତି ବାଲାନ୍ସ ଡାଏଟ କରିକି ନିଜକୁ ସୁସ୍ଥ ରଖିପାରିବା। ଆଜ୍ଞା ତ ତାପରେ ଧୀରେ ଧୀରେ ମୁଁ ଏଇ ଆମ ହେଲ୍ଦି କମ୍ୟୁନିଟିର ସନ୍ଧାନ ମିଳିଗଲା। ତ ଜଣଙ୍କ ମାର୍ଫତରେ, ମାନେ ଯେମିତି ମୁଁ ଗୋଟେ ଦୋକାନ ଯାଇଥିଲି, ସେଠି ମୋର ଯିଏ ସ୍ପନ୍ସର ସିଏ ତାଙ୍କୁ ହିଁ ଇନଭାଇଟ କରିକି ଯାଇଥିଲେ। ତ ଯାହା ହଉ ସିଏ କହିଲାରେ, ସେ ମୋ ସାଙ୍ଗ, ସିଏ କହିଲା ଆଉ ତୁ ଓଜନ କମେଇବାକୁ ଚାହୁଁଛୁ? ମୁଁ କହିଲି ହଁ ଠିକ ଅଛି। ତାଠୁ ନେଇକି ମୁଁ ମୋର ଅଫିସରେ ପହଞ୍ଚିଗଲି, ଯାହା ଫଳରେ କି ମୁଁ ତ 3 ଦିନରେ ରେଜଲ୍ଟ ପାଇଯାଇଥିଲି, ପୁରା ୱା ବାଲା ରେଜଲ୍ଟ। ତ ଯେମିତି କି ପ୍ରଥମେ ହେଲା ମୋର କଣ, ଗ୍ୟାଷ୍ଟ୍ରିକ ଟା 3 ଦିନରେ ଭଲ ହେଇଯାଇଥିଲା। ଯୋଉ ଗ୍ୟାସ ଟାବଲେଟ ପ୍ରତ୍ୟେକ ଦିନ ଗୋଟେ ଗୋଟେ ଖାଉଥିଲି, ସେଟା ଭଲ ହେଇଗଲା। ବୋଲେ 3 ଦିନରେ ଏତେ ସାରା କମାଲ ମତେ ମିଳିଗଲା। ହଉ ଠିକ ଅଛି, ଆଉ ତ ଲାଗିବ। ତ ଯାହା ହଉ ଆଜିକା ଡେଟ ରେ 32 କେଜି ୱେଟ ଲସ୍ କରିଛି। ଏବେ ଆଇଡେଲ ୱେଟ ରେ ଅଛି। ଥଣ୍ଡା ଆତ୍ମା ଶ୍ୱାସ ବି ନାହିଁ, ମେଡିସିନ ଫ୍ରି ଲାଇଫ, ଆଉ ଜଏଣ୍ଟ ପ୍ରୋବ୍ଲେମ ବି ନାହିଁ। ଆଉ ଯାହା ହଉ ଏଇ କମ୍ୟୁନିଟି କି ଆସିକି, ଆଉ ମୁଖ୍ୟ ହେଲା ମର୍ଣ୍ଣିଂ ର ଏକ୍ସରସାଇଜ ଆଉ ୟୁମେସ୍ କ୍ଲାସ। ଯୋଉ ଆମ ମହାଗୁରୁଙ୍କର ମୁଖ୍ୟ ହେଲା ଯୋଉ ୟୁମେସ୍ କ୍ଲାସ ଯଦି ନଥାନ୍ତା ତ ମୁଁ ବି ଆଜି ରେଜଲ୍ଟ ପାଇ ନଥାନ୍ତି। ୱାଓ, ସାର୍ ପାଇଁ କ୍ଲାପ କରିବା। ଯାଉ ସାର୍ ସେଟ୍ କରିଛି। ଆଉ ଥ୍ୟାଙ୍କ ୟୁ, ବହୁତ ବଢିଆ ରେଜଲ୍ଟ ଆସିଲା। ଏବେ ଆପଣ ସେ କଣ୍ଟିନ୍ୟୁ କରନ୍ତୁ, ମାଇଣ୍ଡ ସେଟ୍ ବି କରିଛନ୍ତି ଆପଣ, ଆପଣ ପରିବାର ହେଲ୍ଦି ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଏବେ ନେକ୍ସଟ ଯିବା, ଯୋଉମାନଙ୍କର କ୍ଲାପ ଏକ୍ସାଇଟମେଣ୍ଟ ଦେଖିବି ମୁଁ ସେଇମାନଙ୍କୁ ଇନଭାଇଟ କରିବି। ସମସ୍ତେ ଏକ୍ସାଇଟମେଣ୍ଟ ଦେଖନ୍ତୁ, ସମସ୍ତେ ଆପଣଙ୍କର କ୍ଲାପ ଅନମ୍ୟୁଟ ନହେଲେ ବି ଆପଣଙ୍କର ଆବାଜ ଆସିବା ଦରକାର। ଓକେ, ଏବେ ଯିବା ଯମୁନା ପାତ୍ର JP1, ଆପଣ ମ୍ୟାଡାମ ଅନମ୍ୟୁଟ ହୁଅନ୍ତୁ। ନମସ୍କାର। ନମସ୍କାର ନମସ୍କାର ମ୍ୟାଡାମ, କୋଉଠୁ ବିଲଙ୍ଗସ୍ କରୁଛନ୍ତି କୁହନ୍ତୁ? ପିପିଲିରୁ। ପାଇଛନ୍ତି? ଗ୍ୟାସ୍ ଅଧିକା ଥିଲା, ଆସିଡିଟି ବହୁତ ଜୋର ଥିଲା, ଏବେ ବହୁତ କମ ଅଛି, ଭଲ ଲାଗୁଛି। ହାଲିଆ ଲାଗୁଥିଲା ଯୋଉ, ସେଇଟା ବି ଭଲ ଅଛି। କେତେ ଦିନ ହବ ମ୍ୟାଡାମ? ମୋ ପରେ ମୋର 1.5 ମାସ ହେଇଗଲାଣି। 1.5 ମାସ ହେଇଗଲାଣି। ଆଉ କଣ ରେଜଲ୍ଟ ପାଇଛନ୍ତି? ମୁଁ ଏ ଖାଦ୍ୟଟା ଖାଇବାରୁ ମୋ ଶାଶୁ ବି ଖାଇଲେ, ତାଙ୍କର ବିପି ଥିଲା, ତାପରେ ବ୍ଲଡ ପ୍ରେସର ଥିଲା, ଡାଇବେଟିସ ଥିଲା, ଆଉ କୋଲେଷ୍ଟ୍ରଲ ବି ବହୁତ ବଢି ଯାଇଥିଲା। ସିଏ ଖାଇଲେ, ତାଙ୍କ ପରେ ମୋ ଶ୍ୱଶୁର ବି ଖାଉଛନ୍ତି ଏ ଖାଦ୍ୟଟା। ତାମାନେ ଆପଣଙ୍କ ପରିବାର ହୋଲ ପରିବାର ଟୋଟାଲ ଖାଉଛନ୍ତି। ଯାହା ହଉ, ସମସ୍ତେ କ୍ଲାପ କରିବା। ମ୍ୟାଡାମ ଆମର ଏ କମ୍ୟୁନିଟି କେମିତି ଲାଗୁଛି? ଭଲ ଲାଗୁଛି ସାର୍। ଆଉ ଅଞ୍ଜନ ସାରଙ୍କର କ୍ଲାସ ଟା ବି ବହୁତ ଭଲ ଲାଗୁଛି। ଆଉ ପ୍ରଜ୍ଞା ମତେ ଲାଇନ ଆଣିକି ମତେ ଭଲରେ ରଖିଛନ୍ତି, ତାଙ୍କୁ ବି ଧନ୍ୟବାଦ ଦେବି। ଅଞ୍ଜନ ସାର୍ କୁ ବି ଧନ୍ୟବାଦ ଦେବି। ସମସ୍ତଙ୍କୁ ଧନ୍ୟବାଦ ଦିଅନ୍ତୁ। ଆପଣଙ୍କର ଡେଡିକେସନ ସହିତ, ଆମର ଏ କମ୍ୟୁନିଟି ସହିତ ଆପଣ ଏମିତି ଆଗକୁ ଚାଲନ୍ତୁ। ଆଉ ମ୍ୟାଡାମ, ଏବେ ଆମର ଏଇ କମ୍ୟୁନିଟିରେ କେତେ ଦିନ ରହିବାକୁ ଚାହୁଁଛନ୍ତି? ରହି ବହୁତ ଦିନ। ବହୁତ ଦିନ ମାନେ କେତେ ଦିନ କୁହନ୍ତୁ? ଲାଇଫ ଟାଇମ ଅଛି ରହିବାର। ମାନେ ଆମର ହେଲ୍ଦି କେତେ ଦିନ ରହିବା ଦରକାର? ଆମକୁ ଲାଇଫ ଟାଇମ ହେଲ୍ଦି ରହିବା ଦରକାର। ଯେ ପର୍ଯ୍ୟନ୍ତ ଆମେ ବଞ୍ଚିଥିବା, ସେ ପର୍ଯ୍ୟନ୍ତ ଆମେ ଆମ ଶରୀରକୁ ସୁସ୍ଥ ରଖିବା ଦରକାର। ସେଥିପାଇଁ ଆମେ କମ୍ୟୁନିଟି କେବେ ଛାଡିବା ନାହିଁ। ଆଉ ଛାଡିଲେ ଆମେ ପୁଣି ଅଲଗା କମ୍ୟୁନିଟି ଗଲେ ଆପଣଙ୍କର ଫିଟନେସ ଖରାପ ଆଡକୁ ଯିବ। ଠିକ ଅଛି, ଏବେ କଣ୍ଟିନ୍ୟୁ କରନ୍ତୁ। ଯାଅ, ମ୍ୟାଡମଙ୍କ ପାଇଁ କ୍ଲାପ କରିବା। ଏବେ ନେକ୍ସଟ ଯିବା ଆମେ ଶକୁନ୍ତଳା ଘଡାଇ ମ୍ୟାଡାମଙ୍କର JS ରୋଲ ନମ୍ବର ତାଙ୍କର ଶୋ କରୁ ନାହିଁ ବୋଧେ। ମ୍ୟାଡାମ ଅନମ୍ୟୁଟ ହେଇକି ଷ୍ଟାର୍ଟ କରନ୍ତୁ। ସାର୍ ନମସ୍କାର। ଗୁଡ୍ ମର୍ଣ୍ଣିଂ ସାର୍। ଗୁଡ୍ ମର୍ଣ୍ଣିଂ।
ଆଜ୍ଞା କଣ ରେଜଲ୍ଟ ପାଇଛନ୍ତି କୋଉ ଜାଗାରେ ବିଲଙ୍ଗସ୍ କରୁଛନ୍ତି କୁହନ୍ତୁ। ମୁଁ କେନ୍ଦ୍ରାପଡ଼ାରୁ ବିଲଙ୍ଗସ୍ କରୁଛି। ମୁଁ 4 ମାସ ହେଲାଣି ଏଥିରେ ରହିଛି। ଆଉ ମୋର ବି ସେମିତି ଗ୍ୟାସ୍ ପ୍ରୋବ୍ଲେମ ଥିଲା। ଆଉ ମାନେ ମୋର ମାନେ ଦେହ ହାତ ବି ବହୁତ ଦର୍ଜ ରହୁଥିଲା, ଥଣ୍ଡା ବି ଅଧିକାଂଶ ରହୁଥିଲା। ଆଉ ଏବେ 4 ମାସ ହେଲାଣି ବହୁତ ସୁନ୍ଦର ଲାଗୁଛି, ବହୁତ ବଢିଆ ଲାଗୁଛି। ଆଉ ସେ ଖାଦ୍ୟ ଖାଇକି ମୁଁ ବହୁତ ଖୁସି ଅଛି। ଓକେ, ଯାଉ ମ୍ୟାଡାମ କେତେ ଦିନ ଆମ ଗାଇଡଲାଇନ ରେ ରହିବାକୁ ଚାହୁଁଛନ୍ତି? ମୁଁ ତ ସାରା ଜୀବନ ରହିବାକୁ ଚାହୁଁଛି। ଓକେ ଓକେ, ମ୍ୟାଡାମଙ୍କ ପାଇଁ କ୍ଲାପ କରିବା। ଯାଉ ବହୁତ ବଢିଆ। ଏବେ ଆଉ କାହାର କ୍ଲାପ ଦେଖିଲେ, ଏକ୍ସାଇଟମେଣ୍ଟ ଦେଖିଲେ ମୁଁ ଇନଭାଇଟ କରିବି। ରେଜଲ୍ଟ ସେୟାର କୋଉମାନେ କରିନାହାନ୍ତି ନ୍ୟୁ ପର୍ସନ ଅଛନ୍ତି ହାତ ଟିକେ ଟେକନ୍ତୁ। କେବେ କରିନାହାନ୍ତି? ଠିକ ଅଛି। ମାନସ ରଞ୍ଜନ MA ମାନସ ରଞ୍ଜନ ନାଟା ବୋଧେ ବଡ ହେଇଯାଉଛି, ସେଥିପାଇଁ ରୋଲ ନମ୍ବର ତାଙ୍କର ଆସୁନି। गुड मॉर्निंग सर। वेरी गुड मॉर्निंग। कौन को जगह बिलंग्स करछंती, कोन रिजल्ट पाइछंती, केते दिन हेलानी हम कम्युनिटी रे अछंती कोन? सर मोर बयस 16, मु ए कम्युनिटी रे रहिबार मोर 1.5 मास हे गेला। मु जत ए कम्युनिटी रे जॉइन करथि से तळे मु वेट थिला 93, एबे अछि 86। ओके, से तो मते बहुत हाल लगे, मैं जोटी बसे सेठी होई जाए। एबे किंतु एक्टिव लागे, पूरा सकाळ एक्सरसाइज करे पूरा एक्टिव लागे, दिन जाक पूरा एक्टिव हुए। सब बसले से किछ होएनी, खाली को लिखिया किछ होए, काम एमती सोए रिलीज होए। ओके, एबे आपन बहुत बढ़िया लागुची। आगे है हम ए कम्युनिटी केमते लागुची? कम्युनिटी आगे बहुत भल लागुची। केते आपन को बयस केते? 16 वर्ष एज रे से हम कम्युनिटी रही कि केते एंजॉय करछंती, बहुत बढ़िया लागुची। आमे बयस हमर ठीक अछि, सब अछि, आमे कहू हमु टाइम नै हेल्थ पई। जाऊ मानस रंजन को पई आमे क्लैप करिया। एते कम एज रु से ताको लाइफ पई बा ताको हेल्थ पई से डिसीजन नै पारछंती, बहुत बढ़िया। एबे आमे क्लैप करिवा। एबे आमे जिबा मलय सार को कति कि मलय सार, मलय जेना JM19 सार को अनम्यूट करी। सार आपनकर रिजल्ट शेयर करंतु। सर गुड मॉर्निंग सर। वेरी गुड मॉर्निंग सर, केमते गुड अछंती? मॉर्निंग सर, बहुत फाइन। कोन मुसा तालचेरु बिलोंग्स करे। माय सेल्फ मलय कुमार जेना। मु जने रिटायर्ड आर्मी पर्सन। मु सर रिटायर्ड हवा परे परे मोर खाद्य शैली एक्चुअल चेंज हे गला। जीवन शैली चेंज हे इतपई हे गला कि मु फ्रीडम पाई गली और रेस्ट्रिक्शन भीतर रही पारलिनी। समस्त घरे घरे बसा बांधी थिवा रोग गुड़ी होची डायबिटीज, ब्लड प्रेशर आ गैस्ट्रिक। मु मध्य सेही तार शिकार हेली। एति अनहेल्दी हे गली, मु सेंचुरी पार करी गली वेट रे 100 क्रॉस। आगे थैंक्स हमरो ए कम्युनिटी की मते प्रवीर सर आनी की धनंजय सर सहित मिसई थिले। मु विश्वास करि पार नथिले जे मु वेट लॉस करी बोली, कारण मु 1.5 वर्ष पर्यंत रेगुलर एक्सरसाइज करे, किंतु रिजल्ट मते मिलला नाही। ए कम्युनिटी के आसी की मु 22 केजी वेट कम करि पारछि। आज को 2 वर्ष हैला ए कम्युनिटी रे मु अछि। सीजन 26 रो सर मु एठी अछि कंटिन्यू। आ गोटे जिन सर मु कहिबी, एते सुंदर ए कम्युनिटी तैयारी करिछि। प्रत्येक रोगर समाधान आम एठू ही पाई पारुछे। तेणु थैंक यू अमय हर्बल लाइफ टू जे ट्रेन कर मार्किंग सर। बहुत आज बढ़िया। मार्किंग सर दिन, तेणु सांग कोटि कोटि नमन। आ सबुठ बड़ जिनस सर है आमर यूएनएस क्लास। मु गोटे जिनस फील कली, एटी न्यूट्रिशन खाई किसी रिजल्ट आपण पाइबेनी जे पर्यंत आपण 100% गाइडलाइन न पाइछंती से पर्यंत आमर न्यूट्रिशन आम देहरे किसी काम करबा ना। एटा सर सबुठ बड़ इंपोर्टेंट मु फील करछि।
ओके ଆଉ ମୁଁ ଯେପର୍ଯ୍ୟନ୍ତ ସାର୍ ବଞ୍ଚିଥିବି ଏଇ କମ୍ୟୁନିଟିରେ ରହିବି ଏବଂ ଏଇ ଖାଦ୍ୟ ସାର୍ ମୁଁ ନେବି। ସମସ୍ତେ କ୍ଲାପ କରିବା ସାରଙ୍କ ପାଇଁ। ସାରଙ୍କର ବହୁତ ତାଙ୍କର ଡେଡିକେସନ ତାଙ୍କର ଆମ ସକାଳର ୟୁଏମଏସ୍ କ୍ଲାସ ବା ଗାଇଡଲାଇନ ସହିତ ସେ ଆଜି ବହୁତ ବଢିଆ ରେଜଲ୍ଟ ପାଇଛନ୍ତି। ଯାଉ ସେ ଯେତେବେଳେ ତାଙ୍କର କମ୍ୟୁନିଟି ଚେଞ୍ଜ କରିଥିଲେ ସେଥିପାଇଁ ତାଙ୍କର ଅନହେଲ୍ଦି ଆଡକୁ ଯାଇଥିଲା। ଏବେ ବଢିଆ କମ୍ୟୁନିଟିରେ ଅଛନ୍ତି। ଯାଉ ଏବେ ଆମେ ନେକ୍ସଟ ଯିବା। ଆପଣ ମାନେ କ୍ଲାପ କରନ୍ତୁ ମୁଁ ଆପଣଙ୍କ ରେଜଲ୍ଟ ନେବି। ରେଜଲ୍ଟ ନବା କାହାର ଏବେ ନବା ଆମେ ପ୍ରତ୍ୟେକ ମୋର ବି ଯୋଉ ରୋଗ ଅଛି ପ୍ରତ୍ୟେକ ରୋଗର କୁନ୍ଦନୀ ସମାଧାନ ମ୍ୟାଡମଙ୍କର ନବା। ଭଲ ଗାଲି ନାହିଁ, ପ୍ରତ୍ୟେକ ରୋଗର ସମାଧାନ ଏଇଠି ଅଛି। ଗାଇଡଲାଇନ ଅନ୍ୟୁଟ ହେଇଯାଆନ୍ତୁ। ଗାଇଡଲାଇନ ରେ ଅଛି ନା। ତ ମୋ ନାଁଟା ହଠାତ୍ ଆସିବ ମୁଁ ବି କରିପାରିବି ମୁଁ ମୋର ଏଇଟା ଏବେ ଆମେ ଯିବା ଗୀତାଞ୍ଜଳି ସାହୁ JJ22 ମ୍ୟାଡାମ ଅନ୍ୟୁଟ ହୁଅନ୍ତୁ। ସାର୍ ଗୁଡ୍ ମର୍ଣ୍ଣିଂ। ଭେରି ଗୁଡ୍ ମର୍ଣ୍ଣିଂ ମ୍ୟାମ୍। କେମିତି ଅଛନ୍ତି ଆଉ କୋଉ ଜାଗାରୁ ବିଲଙ୍ଗସ୍ କରୁଛନ୍ତି କୁହନ୍ତୁ? ସାର୍ ବହୁତ ବଢିଆ ଅଛି। କେତେ ଦିନ ହେଲାଣି ଆମ କମ୍ୟୁନିଟିରେ ଅଛନ୍ତି, କଣ ରେଜଲ୍ଟ ପାଇଛନ୍ତି କୁହନ୍ତୁ? ସାର୍ 4.5 ମାସ ହେଇଗଲା ନା ମୁଁ ଏ କମ୍ୟୁନିଟିକି ଆସିଛି। ଆଉ ମୋର ଜଏଣ୍ଟ ପ୍ରୋବ୍ଲେମ ଥିଲା, ଆଣ୍ଠୁ ଥିଲା, ଅଣ୍ଟା ଥିଲା, ଥଣ୍ଡା ବି ଥିଲା। ମତେ ବହୁତ ଭଲ ଲାଗୁଛି, ବହୁତ ରେଜଲ୍ଟ ଏଥର ପାଇ ସାରିଲି ନା। ଯେ କମ୍ୟୁନିଟିରେ ମୁଁ ସବୁ ଲାଇଫ ଟାଇମ ବି ରହିବି। ଆଜ୍ଞା ମ୍ୟାଡାମ ଆପଣ ରେଜଲ୍ଟ କହିଲେ ଆଣ୍ଠୁ ଥିଲା, ଅଣ୍ଟା ଥିଲା, କଣ ଥିଲା ମୁଁ ଜାଣି ପାଇଲିନି, ମାନେ ସେଟା କଣ ଥିଲା? ସାର୍ ଆଗ କହିଲି ଜଏଣ୍ଟ ପେନ୍। ଜଏଣ୍ଟ ପେନ୍ ଥିଲା, ଆଣ୍ଠୁ ଅଣ୍ଟା ପାଦ ଏଇଗୁଡାର ପେନ୍ ଥିଲା। ଓକେ ଓକେ ଠିକ ଅଛି। ଯାଉ ଏବେ ଆପଣଙ୍କୁ କେମିତି ଲାଗୁଛି? ସାର୍ ବହୁତ ଭଲ ଲାଗୁଛି, 60-70% ଭଲ ଲାଗୁଛି। ଓକେ ଓକେ ଯାଉ ମ୍ୟାଡାମ ପାଇଁ କ୍ଲାପ କରିବା ଆଉ ତାଙ୍କୁ ବହୁତ କ୍ଲାପ ସମସ୍ତେ କ୍ଲାପ କରନ୍ତୁ। ଓକେ ଓକେ ଏବେ ଆମେ ନେକ୍ସଟ ଯିବା। ମ୍ୟାଡାମ ଆପଣଙ୍କର ଅନ୍ମ୍ୟୁଟ ଏଇ ଅପସନ ଗଲେ ବନ୍ଦ ହେଇଯାନ୍ତୁ। ଏବେ ଆମେ ଯିବା ନେକ୍ସଟ କ୍ଲାପ କରନ୍ତୁ। କିଏ ନ୍ୟୁ ପର୍ସନ ଅଛନ୍ତି କେବେ କଥା ହେଇନାହାନ୍ତି, ରେଜଲ୍ଟ ସେୟାର କରିନାହାନ୍ତି, ଆପଣ ହାତ ଟେକନ୍ତୁ କ୍ଲାପ ସହିତ। ଆମେ ଏବେ ଅନ୍ମ୍ୟୁଟ କରିବା। ଇତିଶ୍ରୀ ମ୍ୟାଡାମ को कती ଯିବା JI10। ମ୍ୟାଡାମ ଅନ୍ମ୍ୟୁଟ ହୁଅନ୍ତୁ। नमस्कार, गुड मॉर्निंग। नमस्कार, गुड मॉर्निंग सर। वेरी गुड मॉर्निंग। हेल्दी फैमिली कम्युनिटी अछंती सर मो रहलानी वर्षे पाखापाखी हेलानी। कोन रिजल्ट पाइछंती कोन? सर मु तो बहुत अनहेल्दी थिली। आ सर मोर पूरा हेल्थ प्रॉब्लम पूरा एमिति आस्तिला जे मु सर माने बंचिबा भी मोर माने मु कहि भी पारुनी सर मु बंची पारथांती कि नहीं, किंतु ये आपण एते बढ़िया अछंती कहि चलंत आपण रिजल्ट बिंदा କିଛି ନାହିଁ। କ୍ଲାପ କରନ୍ତୁ ସମସ୍ତେ। ମ୍ୟାଡାମ ରେଜଲ୍ଟ ବହୁତ ଇମୋସନାଲ ହେଇଯାଇଛନ୍ତି, ଆପଣ କ୍ଲାପ କରନ୍ତୁ। ବହୁତ ବଢିଆ ରେଜଲ୍ଟ ପାଇଛନ୍ତି। ନହେଲେ ଏତେ କାହିଁକିନା ଯାହାକୁ ସେ ଫିଲିଂ ଟା ହୁଏ ଯେ କେମିତି ମତେ ଯନ୍ତ୍ରଣା ପେନ୍ ହଉଛି ସେ କଥା ଜାଣିଥାଏ, ସେଥିପାଇଁ ମ୍ୟାଡାମଙ୍କ ଆଖିରେ ଆଜି ଲୁହ ଆସି ଯାଉଛି। सर मु तो अंजन सर को प्रथमे सुस्मिता मैम को धन्यवाद देवी काइना तांकर यूएमएस क्लास पई मु आज पूरा संपूर्ण भाबे सुस्थ होई परिछि। आ मो परिवार पिला को मो हस्बैंड कर भी बहुत हेल्थ इश्यू थिला, डायबिटीज, ब्लड प्रेशर आ जॉइंट पेन सब मोर तो मो सहित तांकर आसी जाइथिला सब किछि, किंतु से भी संपूर्ण सुस्थ। मु भी सर बहुत माने एमिति रिजल्ट मते कोठ भी मिल नथिला। मु एमिति जिनस खोजुथिली सर
ଆଜି ମୁଁ ଏତେ ଖୁସି ଅଛି ମୋ ଜୀବନ ମୁଁ ନୂଆ ଜୀବନ ପାଇଛି। ଆଉ ମୁଁ ଚାହୁଁଛି ତାର ମୋ କମ୍ୟୁନିଟିରେ ଯେତେ ସାରା ସମସ୍ତେ ଲୋକ ଅଛନ୍ତି ମୋ ପରିବେଶରେ ବି ସମସ୍ତେ ଅଛନ୍ତି ଯେମିତି ସମସ୍ତଙ୍କୁ ସୁସ୍ଥ କରିବା କି ମୋର ହଉଛି ଉଦ୍ଦେଶ୍ୟ ପ୍ରଥମେ। ମୁଁ ଜାଣୁଛି ମୁଁ ଯେତିକି ରେଜଲ୍ଟ ପାଇଛି ମୁଁ ମୋ ପାଖରେ ମୋ ବନ୍ଧୁ ବାନ୍ଧବ ମୋର ଯେତେ ସାରା ସମସ୍ତେ ଅଛନ୍ତି ମୁଁ ସମସ୍ତଙ୍କୁ ଚାହୁଁଛି ଯେ ସମସ୍ତେ ଏଇ କମ୍ୟୁନିଟିରେ ରହିକି ସମସ୍ତେ ସୁସ୍ଥ ହେଇପାରନ୍ତୁ ସାର୍। थैंक यू मैडम, थैंक यू मैडम को पई हमें समस्त क्लैप करबा। एमती मैडम आपनकर कंटिन्यू चालू, आपनकर रिजल्ट आसु, ठीक टाइम रे चेकअप करंतु, आपनकर कोच कर गाइडलाइन मानंतु, बहुत बढ़िया आसीबा हमर सकाळ रे। सर मो कोच होचंदी कल्पना सामंतराय मैडम। ओके गाइडलाइन मु रहिकरी सर बहुत सारा रिजल्ट पाइची। आ सर मोर एमिति डिजीज थिला मु भी कहि परिबिनी, मोर 12 प्रकार डिजीज थिला। मते सर डॉक्टर भी कहिथिला एडमिशन मेडिकल रे हवा पई, किंतु मोर सर छोट छोट छुआ जको मु कोड जाई पारेनी। भारी बहुत कष्ट सहे किछि भी कहि हुएनी सर को। मो बहुत एबे आ सर मु छाड़ी देइथिली, बंचिबार आशा छाड़ी देइथिली, नालीगार मार देइथिली मो जीवन रे सर। मु कहली मु आउ मेडिकल द्वारस्थ हेबिनी कि मु आ मले मरिबी पछे, कि मु आउ मेडिकल द्वारा हेबिनी कि डॉक्टर पर एते सारा टॉर्चर जो भया करନ୍ତି से आ कोहुतुनी सर। गोटे रोग को बढ़ी से भारी कष्ट दुष्ट हेकिरी एबे 9-10 मास हेलानी सर। मु आउ मेडिकल लाइन मेडिकल कौन मु जानिनी कि देखिनी। आ मेडिसिन फ्री लाइफ एते सारा मु कहली सर मोर माइक्रो पोइन ठर धरी डायबिटीज, ब्लड प्रेशर, थायराइड, फैटी लिवर कौन पाइल्स प्रॉब्लम सब किछि जॉइंट पेन सब रिलैक्स हो जाई। मैडम पूरा नॉन स्टॉप जाओ, बढ़िया रिजल्ट पाइछनी मैडम पई क्लैप करिया समस्ते। एते बढ़िया रिजल्ट हमको बहुत हमें जानिया मिले। देखो जणे एई भली रिजल्ट पाइछन न पाइथिले से एमिति इमोशनल हेइ न थांदे। जाओ मैडम एमती आपण कंटिन्यू रिजल्ट रहू। एबे हमें जिबा नेक्स्ट जिबा हमरो ज्योत्सना मैडम JH50 मैडम बसचंती। आपण अनम्यूट हेगिरी आपण को रिजल्ट शेयर करन। मैडम आउ जने मैडम बसचंती, दी जण बसचंती। आपण रिजल्ट शेयर करंतु को जगह रु रिजल्ट सब कोकार सब सी अनम्यूट हेला सर। यस कंटिन्यू करंतु। सर नमस्कार। नमस्कार नमस्कार सर मु तो नवरंगपुर बिलोंग करे, मात्र आज रायगड़ा रे मु अछि। रायगड़ा रे मु बिलोंग करूची। हेल्दी फैमिली के आसीबार मोर आज को प्राय 2 वर्ष होई जीवो। 2 वर्ष पूर्व सुबुची त सर अब सुबुची कंटिन्यू करंतु। कोन रिजल्ट पाइछन कोन? 2 वर्ष पूर्व मोर थिला जॉइंट पेन, यूरिक एसिड, थायराइड एवं कोलेस्ट्रॉल। सेगुड़ा को सब मोर 2-3 मास भितर सब सॉर्ट आउट हो जाइछि। आ ओवरवेट थिला 21 केजी, मोर 10-11 केजी रे मु बंद कर देइछि। गोटे ओडी यूज करछि मु। आ एतिकी रे मु पूरा कम्युनिटी केमिति लागुछि? बढ़िया लागुछि सर। आ केते दिन रहिया को चाहउछन्ती एथिरे? मु तो सारा जीवन रहिबा को चाहूछि। मु भी भाबुछि आगामी दिन रे समस्तक घरे एई खाद्य पशु। हां जाओ आज मोर सेतिकी आशा आग्रह। थैंक यू मैडम। मैडम को पाई क्लैप करबा। जाओ से गोटे डिसीजन नेले आज रे डे रे मु किछि लोकन को हेल्प करी बेली डिसीजन नेले। एबे नेक्स्ट जिबा हमें जा कदी अनम्यूट ऑप्शन जीव जो मन गति की सही माने करे केही तो क्लैप करना दी कहा को कहबी। विद्युत प्रभा मैडम क्लैप करचंती। तांको कदी जिबा JP37 मैडम अनम्यूट हेगिरी स्टार्ट करंतु। नमस्कार सर, गुड मॉर्निंग। नमस्कार नमस्कार गुड मॉर्निंग। केमती अछंती? बहुत बढ़िया अछि सर।
ମୁଁ ଓକେ ତାଲଚେରରୁ ବିଲଙ୍ଗସ୍ କରୁଛି ସାର୍। ଆଉ ଏଇ କମ୍ୟୁନିଟି କେ ଆସିବାର ମୋର ଗୋଟେ ମାସ ହେଇଛି। ଗୋଟେ ମାସରେ ମୋର ସବୁ କିଛି ଯାହା ପ୍ରୋବ୍ଲେମ ଥିଲା ଧୀରେ ଧୀରେ ସଲ୍ଭ ହଉଛି। ମୁଁ ଆଗରୁ ଏଇ ପ୍ରଡକ୍ଟ 3 ଥର ଖଣ୍ଡେ ବ୍ୟବହାର କରିଛି, କିନ୍ତୁ କିଛି ବି ରେଜଲ୍ଟ କିଛି ମିଳିନି ମତେ। ବହୁତ ଟଙ୍କା ପଇସା ସାରିଛି ସାର୍, କିନ୍ତୁ କିଛି ବି ରେଜଲ୍ଟ ମତେ ମିଳି ନଥିଲା। କିନ୍ତୁ ଏଇ ମାସେ ପୂର୍ବରୁ ଯୋଉ ମୁଁ ବ୍ୟବହାର କରିଛି ହର୍ବାଲ ଲାଇଫ ଆଉ ଆପଣଙ୍କର ଯୋଉ ଗାଇଡଲାଇନ ଆଉ ଅଞ୍ଜନ ସାର୍ଙ୍କର କ୍ଲାସ ମାଧ୍ୟମରେ ଯେତିକି ମୁଁ ଶୁଣିକି ମୁଁ ନିଜକୁ ସଜାଡ଼ି ପାରିଛି, କିନ୍ତୁ ବହୁତ ବଢିଆ ରେଜଲ୍ଟ ମୁଁ ପାଇଛି। ମୋର ୱେଟ୍ ଓଭର ୱେଟ୍ ଥିଲା, ଆଉ ଓଭର ୱେଟ୍ ମୋର ଗୋଟେ ମାସରେ ମୁଁ 4 କେଜି 900 ପାଖାପାଖି ମୁଁ କମ କରି ସାରିଛି ସାର୍। ଆଉ ଜଏଣ୍ଟ ପେନ୍ ଟିକେ ଥିଲା, କିନ୍ତୁ କମିଛି ଧୀରେ ଧୀରେ କମିବାକୁ ଲାଗୁଛି ଆହୁରି, ଆଉ ଫ୍ରି ଲାଗୁଛି, ଆକ୍ଟିଭ ମଧ୍ୟ ଲାଗୁଛି। ଥ୍ୟାଙ୍କ ୟୁ, ବହୁତ ବଢିଆ। ଏବେ ଆମ କମ୍ୟୁନିଟି କେମିତି ଲାଗୁଛି? ବହୁତ ବଢିଆ ଲାଗୁଛି ସାର୍ ଏଇ କମ୍ୟୁନିଟିକୁ ଆଉ ଆସିକି। ମ୍ୟାଡାମଙ୍କ ପାଇଁ କ୍ଲାପ କରିବା। ଆଉ ମ୍ୟାଡାମ ଏମିତି କଣ୍ଟିନ୍ୟୁ କରନ୍ତୁ, ଆପଣଙ୍କ ବହୁତ ବଢିଆ ରେଜଲ୍ଟ ଆସୁ, ଆପଣ ପରିବାରର ରେଜଲ୍ଟ ଆସୁ। ଏବେ ଆମେ ଯିବା ଆଉ ଜଣେ ସାରଙ୍କ କତିକି ଯିବା। ଆମର ପ୍ରଭାତ ନାୟକ JK13 ସାର୍, ଆପଣ ଅନ୍ୟଠି ଆପଣଙ୍କର ରେଜଲ୍ଟ ସେୟାର କରନ୍ତୁ। ସାର୍ ମୁଁ ସୁନାଖଳା ବାଙ୍କଇରୁ ବିଲଙ୍ଗସ୍ କରୁଛି। ଆଜିକି ପ୍ରାୟ ବର୍ଷେ ହେଇଗଲା। ଆର ବର୍ଷ ଜାନୁଆରୀ 29 ରେ ମୁଁ ଜଏନ୍ କରିଥିଲି। ପ୍ରାୟ 27 କିଲୋ ଓଭର ୱେଟ୍ ଥିଲି ମୁଁ, ତାକୁ ବର୍ତ୍ତମାନ କମ୍ପ୍ଲିଟ୍ କରିଛି। ବର୍ତ୍ତମାନ 79 ଅଛି, 99 ଥିଲା। ବର୍ତ୍ତମାନ ସୁସ୍ଥ ଅଛି। ଆଉ ଅଞ୍ଜନ ସାର୍ଙ୍କ ୟୁଏମଏସ୍ କ୍ଲାସ୍ ତ ଡେଫିନେଟଲି ଭଲ କାମ କରୁଛି, କିନ୍ତୁ ଯେମିତି ସାର୍ କହନ୍ତି ଯେ ଆମର 1% ହଉଛି ନ୍ୟୁଟ୍ରିସନ ଆଉ 99% ଗାଇଡଲାଇନ୍ସ, ସେ ଆକ୍ଚୁଆଲି ଠିକ। ତାପରେ ମୁଁ 38 ରେ ସେକେଣ୍ଡ ରନର ହେଇଥିଲି, ଆଉ ଏବେ ସୁସ୍ଥ ଅଛି। ଆଉ ଜୀବନ ସାରା ଆଉ ରହିବି ଇଏରେ ହର୍ବାଲାଇଫ ପରିବାରରେ ରହିବି। ଯାଉ ପ୍ରଭାତ ସାର୍ଙ୍କ ପାଇଁ ଆମେ ସମସ୍ତେ କ୍ଲାପ କରିବା, ସେ ବି ୱିନର ବି ହେଇଥିଲେ। ଆଉ କ୍ଲାପ କରିବା ସାର୍, ଏଟା କଣ୍ଟିନ୍ୟୁ କରନ୍ତୁ, ଆଉ ଆପଣ ଭଲ ରେଜଲ୍ଟ ଆସୁ, ଆପଣଙ୍କ ପରିବାର ବି ରେଜଲ୍ଟ ଆସୁ। ଆପଣ ଆମେ ପରିବାରରେ ସମସ୍ତେ ୟୁଜ କରୁଛୁ। ବାପାଙ୍କର ଡାଇବେଟିସ୍ ଥିଲା, ମାଙ୍କର ଫ୍ୟାଟି ଲିଭର ଥିଲା। ବର୍ତ୍ତମାନ ଆମ ପରିବାର ସହିତ ଆଖପାଖରେ ସମସ୍ତଙ୍କୁ ପ୍ରାୟ ଆମେ ୟୁଜ କରୁଛୁ, ଆଉ କଣ୍ଟିନ୍ୟୁ କରିବୁ ସାର୍। ଯାଉ ସାର୍ଙ୍କ ପାଇଁ ଆମେ ସମସ୍ତେ କ୍ଲାପ କରିବା, ବି କ୍ଲାପ କରିବା। ଓକେ, ଏବେ ଆମେ ଆଉ ଜଣେ ମ୍ୟାଡାମଙ୍କର ନବା। କ୍ଲାପ କରୁନାହାନ୍ତି, ଆଉ କାହାର ନବା? କ୍ଲାପ ସିନା ଜୋର କଲେ ସେ କାହାରି କ୍ଲାପ ଦିଶୁନି। ମମତା ସାହୁ JH2 ମ୍ୟାଡାମ ବୋଧେ ରେଜଲ୍ଟ ସେୟାର କରିଥିଲେ, ଆଜି ନାହିଁ କରିନାହାନ୍ତି, କରନ୍ତୁ। हेलो ମ୍ୟାଡାମ ନମସ୍କାର। नमस्कार गुड मॉर्निंग सर। वेरी गुड मॉर्निंग। हर्बल लाइफ आसिक